अन्य पद पढ़िबा परवर्ती सबुरी उपरे तुमे अछ थरे देबाकू अमर गार तेणु ए सबूर उपरे तुमे कौन ना अमरर गार देवा पई तुमे सबूरर उपरे अछ ना तुमे जदि लिखिदेल धरिन गोटे छोट ऑफिसर माने गोटे सरकारी चाकरी कथा कहबा सरकारी चाकरी जदि गोटे लिखिदेला जे बड़ ऑफिसर गोटे छोट ऑफिसर को ये भल काम करछथि याको प्रमोशन करा जाऊ ताले संगे संगे ताको प्रमोशन करा जाऊ माने कलमर गार कलमर जो लेखनीर मुनरे एतिकी शक्ति अछि तेणु से सबुरी उपरे तुमे अछ देबाको अमर गार आजी एते बेले जड़ की कलम मुंडा की हेला धार हे कलम मोर अति आपणार अंतर कथा कह देखिछ कि एते सत्य नामरे छलना दुर्विषह पुणी थरे कवि कलम को तांकर अंतरर कथा पचारुछंती हे कलम मोर अति आपणार तुमे सब बेले मोर अंतरर कथा तुमे कुह कवि कहउछंती कलम को तुमे मोर अंतरर कथा कुह देखिछ कि एते सत्य नाम रे छलना दुर्विषह ए जो आजिर जो समाज कौन है ना बहुत छलना तेणु ये जो दुर्विषह सह्य आउ करा जाऊ पारी पारी माने दुर्विषह जो जोटा कि सहनीय नुहे तेणु ये दुर्विषह केते अवतारे धरणी बुकुरे देवता होइला नर काल इंगित लुचि गले सब रहिला तुमरी गार तेणु এই ଦୁର୍ବିସହକୁ এই ଅନ୍ୟାୟକୁ ରୋକିବା ପାଇଁ ଭଗବାନ ମଧ୍ୟ ବହୁତ ଅବତାର ହେଲେ କୋଉଠି ଏ ଧରଣୀ ବୁକୁରେ ବୁକୁ ମାନେ ଛାତି ଏ ଧରଣୀ ବୁକୁରେ ଭଗବାନ ବହୁତ ଅବତାର ନେଲେ ଏବଂ କାଳର ଇଙ୍ଗିତରେ ସମୟର ତାଳେ ତାଳେ ସମୟର ଗତିରେ ସବୁ ଲୁଚି ଗଲା ନା ସେ ଭଗବାନଙ୍କର ମାନେ କଣ ଦେବତା ହୋଇଲା ନର ସରି ଦେବତା ହୋଇଲା ନର କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର ମାନେ ଏ ନର କଣ ନା ନର ହଉଛନ୍ତି ଦେବତାଙ୍କର ଗୋଟେ ସ୍ୱरूପ ଭଗବାନଙ୍କର ସ୍ୱरूପ ଆମେ ହଉଛି ଭଗବାନଙ୍କର ସ୍ୱरूପ ଆମ ଭିତରେ ଭଗବାନ ଅଛନ୍ତି ତେଣୁ କେତେ ଅବତାରେ ଭଗବାନ କଣ କଲେ ନା ନର ରୂପରେ ଜନ୍ମ ଗ୍ରହଣ କଲେ କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର ଭଗବାନ ନର ରୂପରେ ଜନ୍ମ ଗ୍ରହଣ କରିଛନ୍ତି ଯଦି ହିନ୍ଦୁ ମାନେ ଧର୍ମ ଉପରେ ଯଦି ଦେଖିବା ତାହେଲେ କଣ ନା ତୁମର ରାମ କୃଷ୍ଣ ବୁଦ୍ଧ ଏମାନେ କଣ ନା ନର ରୂପରେ ଜନ୍ମ ଗ୍ରହଣ କରିଛନ୍ତି ତେଣୁ କାଳର ଇଶାରାରେ ସବୁ ଲୁଚି ଗଲା କିନ୍ତୁ ତୁମରି ଗାର ରହିଗଲା ତୁମେ ଚିନ୍ତା କର ଆଜି କୃଷ୍ଣ ନାହାନ୍ତି ଆଜି ରାମ ନାହାନ୍ତି ଆଜି ଯୀଶୁ ନାହାନ୍ତି ଆଜି ବୁଦ୍ଧ ନାହାନ୍ତି ଆଜି ସାଇ ନାହାନ୍ତି କିନ୍ତୁ ତାଙ୍କର ଗାର ରହିଛି ସବୁ ସେ କଲମରେ ଯୋଉ ଲିଖିଛନ୍ତି ହଁ ରାମ ଏମିତି କରିଥିଲେ ଆମେ ତାଙ୍କୁ ପୁରାଣ ରୂପରେ ପଢୁଛୁ କୃଷ୍ଣ ଏମିତି ମହାଭାରତ ବୁଝେଇଥିଲେ ତାଙ୍କୁ ପୁରାଣ ରୂପରେ ପଢୁଛୁ ଯୀଶୁ ବାଇବେଲ ମାଧ୍ୟମରେ ଲୋକଙ୍କୁ ସଚେତନତା କରୁଛନ୍ତି ତ କଲମର ଗାର ହିଁ ହେଇଗଲା ନା ନାଇଁ ତ ଚିର ଅମର କିଏ ସବୁଠାରୁ ବଡ କିଏ କଲମର ଗାର ତେଣୁ ସବୁ ରହିଗଲା ତୁମରି ଗାର ତୁମେ ଗୌରବ ଶଙ୍କର ଯୀଶୁ ବଚନ ରଖିଛ ଧରି ଦେଖ ଏଠି କହିଲେ ତୁମେ ଗୌତମଙ୍କର ଶଙ୍କର ଶିବଙ୍କର ଯୀଶୁଙ୍କର ବଚନ ସବୁ ଧରି ରଖିଛ ଲୋକମାନେ ସବୁ ପାଠ କରୁଛନ୍ତି ସେତେବେଳେ ବେଦ ପୁରାଣ ବାଇବେଲ କୋରାନ ସବୁ ଲେଖାଗଲା ନା ତୁମର ଗାରରେ ଜାଗ୍ରତ କର ଉଦ୍ୟତ କର ଆଉ ଥରେ ସେହିପରି ତେଣୁ ତୁମେ ଯେମିତି ଗୌତମଙ୍କର କଥାକୁ ଧରିକରି ରଖିଛ ଶଙ୍କରଙ୍କର କଥାକୁ ଯୀଶୁଙ୍କର କଥାକୁ ଧରିକରି ରଖିଛ ତାଙ୍କର ବଚନକୁ ଧରିକରି ରଖିଛ ସେମିତି ତୁମେ ମଧ୍ୟ ଆଜି ମଧ୍ୟ କଣ କର ନା ଜାଗ୍ରତ କର କାହାକୁ ଜାଗ୍ରତ କରାଇବ କାହାକୁ ଉଦ୍ୟତ କରାଇବ ନା ଲୋକମାନଙ୍କୁ ଯୋଉମାନେ ନିଦ୍ରିତ ଅବସ୍ଥାରେ ରହିଛନ୍ତି ଯୋଉମାନେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁନାହାନ୍ତି ସେମାନଙ୍କୁ ଟିକେ ଉଦ୍ୟମ କରାଅ ତୁମେ ତ ଚାଲିନ ଛଳନାରେ କେବେ ଥକିନ ଗୁଣ୍ଡାମିରେ ପେଷଣ ଶୋଷଣ ଦୂଷଣ ଦେଇଛ ଆଡଇ ଏକଇ ଗାରେ ତୁମେ ତ ଚାଲିନ ଛଳନାରେ କେବେ ଥକିନ ଗୁଣ୍ଡାମିରେ ପେଷଣ ଶୋଷଣ ଦୂଷଣ ଦେଇଛ ଆଡଇ ଏକଇ ଗାରେ ତେଣୁ ତୁମେ କେବେ ଛଳନାରେ ଚାଲିନାହ ହେ କଲମ ତୁମେ କେବେ ଛଳନାର ଶିକାର ହୋଇନାହ ବା ଛଳନାରେ ତୁମେ କେବେ ଚାଲି ନଥାଅ ତୁମେ କେବେ ଚାଲି ଚାଲି ଥକି ନଥାଅ ବା ଗୁଣ୍ଡାମି ଭଣ୍ଡାମି ତୁମ ପାଖରେ ନାହିଁ ତୁମେ କାହାକୁ ଡରେଇ ନଥାଅ ତୁମେ ସତ୍ୟର ପଥରେ ସବୁବେଳେ ଚାଲିଥାଅ ତେଣୁ କିଏ ଯଦି ତୁମକୁ ପେଷଣ କଲା ପେଷଣ ମାନେ କଣ ଯୋଉ ପେଷଣ ମାନେ ପେଶିବା ଗୋଟେ ଜିନିଷ ଧରିନିଅ ଆମେ ଗୋଟେ ଏବେ ବି ଲୋକମାନଙ୍କ ମଧ୍ୟରେ ଯୋଉ ଅଛି ଧାରଣା ଯେ ଯୋଉ ଗୁଣି ଗାରେଡି ପେଷଣ କରାଯାଏ ଗୁଣି ଗାରେଡି କରାଯାଏ ଲୋକମାନେ ସେଟା ପେଷଣ ବୋଲି କୁହନ୍ତି ଅନ୍ୟକୁ ମାରିବା ପାଇଁ ଯୋଉ ଗୋଟେ ପ୍ରକ୍ରିୟା କରାଯାଏ ପେଷଣ ତେଣୁ କଲମକୁ କୁହାଯାଇଛି ଯେ କଲମ ତୁମେ ତ କେବେ ଥକି ନାହ
ତୁମେ କେବେ ଗୁଣ୍ଡାମି କରିନାହ, କେବେ ପେଷଣ କରିନାହ। କଣ କରନା ଗୁଣ୍ଡାମି, ପେଷଣ, ଶୋଷଣ, ଦୂଷଣ ଦେଇଛ ଆଡ଼େଇ, ଏସବୁକୁ ଆଡ଼େଇ ଦେଇଛ ତୁମେ। ଏ ଶୋଷଣ, ଦୂଷଣ, ପେଷଣ, ଗୁଣ୍ଡାମି ଏସବୁକୁ କଣ କରିଛ? ଗୁଣ୍ଡାମି ଲୋକଙ୍କୁ, ପେଷଣ ଲୋକଙ୍କୁ, ଶୋଷଣ ଲୋକଙ୍କୁ ଏବଂ ଦୂଷଣ ଲୋକଙ୍କୁ ଏମାନଙ୍କୁ କଣ ନା ଆଡ଼େଇ ଦେଇଛ ସବୁ। ସବୁ ପଳେଇଛନ୍ତି ନା କଣ ପାଇଁ? ତମର ଏକଇ ଗାରେ, ତୁମର ଗୋଟିଏ ଗାରରେ, ତୁମର କଲମର ଯୋଉ ଗୋଟେ ଗାର ପକେଇଦେଲ, କଲମରେ ଯୋଉ ତୁମେ ଆନ୍ଦୋଳନ ଖେଳେଇଦେଲ, ତୁମର କଲମର ମନରେ ସେ ଗୋଟିଏ ଗାରରେ ଗୁଣ୍ଡାମି, ଭଣ୍ଡାମି, ପେଷଣ, ଶୋଷଣ, ଦୂଷଣ ଏମାନେ ସବୁ ଆଡ଼େଇ ଦେଲ ତୁମେ। ଛେଦନ କରିଛ ବନ୍ଧନ ଯେତେ, ଆଉ କଣ କରିଛ କଲମ? ନା ଛେଦନ କରିଛ ବନ୍ଧନ ଯେତେ, ଅନ୍ଧେ ଦେଇଛ ଆଖି। ନା ସତରେ ତୁମେ ଅନ୍ଧଙ୍କ ଆଖିରେ, ଅନ୍ଧଙ୍କୁ କଣ ଦେଇଛ? ନା ଆଖି ଦେଇଛ। ଛେଦନ କରିଛ ବନ୍ଧନ ଯେତେ, ବହୁତ ବନ୍ଧନ ଯାହା ଥିଲା ସଂସାରର ବନ୍ଧନକୁ ତୁମେ ଛେଦନ କରିଛ। କଲମ କଣ କରିଛି? ନା ବନ୍ଧନକୁ ଛେଦନ କରିଛି ଏବଂ କଣ କରିଛି? ନା ଅନ୍ଧକୁ ଆଖି ଦେଇଛି। କାଳ ବକ୍ଷରେ, ମହା ଅକ୍ଷରେ, ପଦେ ପଦେ ଲେଖି ଲେଖି। ତେଣୁ ଏ ଯୋଉ କାଳର ବକ୍ଷରେ, କାଳ ରୂପକ ଛାତିରେ, ମହା ଅକ୍ଷରରେ, କାଳ ରୂପକ ଛାତିରେ ମହାନ ଅକ୍ଷରରେ ତୁମେ ପଦେ ପଦେ ଲେଖି ଦେଇଛ। କଣ ପଦେ ପଦେ ଲେଖି ଦେଇଛ? ନା ମୁଁ ବହୁତ ବନ୍ଧନକୁ ଛେଦନ କରିଛି, ନା ମୁଁ ଅନ୍ଧମାନଙ୍କୁ ଆଖି ଦେଇଛି, ମୁଁ ଗୁଣ୍ଡାମି, ଭଣ୍ଡାମି, ପେଷଣ, ଦୂଷଣ, ଶୋଷଣକୁ ମୁଁ ଆଡ଼େଇ ଦେଇଛି। ମୁଁ କେବେ ମାନେ ଥକି ନାହିଁ, ମୁଁ କେବେ ଛଳନା କରିନାହିଁ ଏବଂ ମୁଁ କେବେ ଏଇ ଛଳନାରେ, ଏଇ ଗୁଣ୍ଡାମିରେ, ଏସବୁରେ ମୁଁ କେବେ ପଡ଼ିନାହିଁ। ଠିକ ଅଛି। ବିପ୍ଳବ ତବ ସତ୍ୟ ଶାନ୍ତି ଶିବ ସୁନ୍ଦର ରସେ, ଯୁଗ ଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହାସେ। ତେଣୁ ହେ କଲମ, ତୁମର ବିପ୍ଳବ କଣ? ତୁମର ବିପ୍ଳବ କଣ? ନା ତୁମର ବିପ୍ଳବ ହଉଛନ୍ତି ସତ୍ୟ, ଶାନ୍ତି, ଶିବ ସୁନ୍ଦର ରସ। ତୁମର ବିପ୍ଳବ ଫଳରେ କଣ ମିଳୁଛି? ନା ତୁମର ବିପ୍ଳବ ଫଳରେ କଣ ମିଳୁଛି? ନା ସତ୍ୟ, ଶାନ୍ତି, ଶିବ ସୁନ୍ଦର ଏତିକି ଜିନିଷ ମିଳୁଛି। ତ ଲୋକ ତୁମର ବିପ୍ଳବ ପରେ ତୁମେ ଯୋଉ ଅନ୍ୟାୟ ବିରୁଦ୍ଧରେ ତୁମର ଲେଖନୀ ଚାଳନା କରୁଛ, ତାହା ଫଳରେ କଣ ମିଳୁଛି? ନା ତୁମର ବିପ୍ଳବ ଫଳରେ କଣ ମିଳୁଛି? ନା ସତ୍ୟ, ଶାନ୍ତି, ଶିବ ସୁନ୍ଦର ରସ। ଏବଂ ତୁମର ବିପ୍ଳବ ମଧ୍ୟ କଣ? ସତ୍ୟ ଉପରେ ବିପ୍ଳବ କରିଥାଅ, ଶାନ୍ତି ଉପରେ ବିପ୍ଳବ କରିଥାଅ ଏବଂ ଶିବ ଏବଂ ସୁନ୍ଦର ରସରେ ତୁମର ବିପ୍ଳବ ହେଉଛି। ସତ୍ୟ, ଶାନ୍ତି, ଶିବ ସୁନ୍ଦର ରସରେ ତୁମର ବିପ୍ଳବ ହେଉଅଛି। ତେଣୁ ଯୁଗ ଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ। ତେଣୁ ଯୁଗ ଯୁଗାନ୍ତର ଅନ୍ଧାରକୁ ଭେଦ କରି, ଯେତେ ପୁରୁଣା କାଳର ଗୋଟେ ଇତିହାସକୁ ଆମେ ପଢିପାରୁଛେ, ଗୋଟେ ପୁରୁଣା କାଳର ପ୍ରାଚୀନ ସାହିତ୍ୟକୁ ଆମେ ପଢିପାରୁଛେ, ଗୋଟେ ପ୍ରାଚୀନ କାଳର ଗୋଟେ କଥାକୁ ଆମେ ଜାଣିପାରୁଛେ। କାହିଁକି? ନା ତୁମେ ସତ୍ୟ, ଶିବ, ଶାନ୍ତି ମାଧ୍ୟମରେ ତୁମର ବିପ୍ଳବ କରିଥିଲ। ତେଣୁ ସେ ବିପ୍ଳବ ଆଜି ମଧ୍ୟ ସେ ଅନ୍ଧକାରକୁ ଭେଦି ଯୁଗ ଯୁଗକୁ ଅନ୍ତର କରି ଛାଡ଼ି ଦେଇ ଅନ୍ଧାରକୁ ଭେଦି କରି କଣ ହେଲା? ନା ତୁମର ପ୍ରଦୀପ ହସିଲା। ପ୍ରଦୀପ ମାନେ ତୁମର ଆଲୋକ ଆସିଲା। ତେଣୁ ଆମେ ତୁମର କଥା ଜାଣିପାରିଲୁ, ତୁମେ ଚିର ଅମର ବୋଲି ଆମେ ଜାଣିପାରିଲୁ। କଲମ ହଉଛନ୍ତି କଣ? ଚିର ଅମର। ଅମରର ଯଶ ସେ ଗାନ କରୁଛନ୍ତି, ଅମରର ଯଶ ସେ ବରଣ କରିଛନ୍ତି। ବରିଚ ଅମର ଯଶ ମାନେ ତୁମେ ଅମରର ଯଶକୁ ବରଣ କରିଛନ୍ତି। କିଏ କରିଛି ଅମରର ଯଶ ବରଣ? କଲମ। ତେଣୁ ବିପ୍ଳବ ତମ ସତ୍ୟ ଶାନ୍ତି ଶିବ ସୁନ୍ଦର ରସ। ତୁମର ବିପ୍ଳବ ହଉଛି ସତ୍ୟ, ଶିବ ସୁନ୍ଦର ଏବଂ ଶାନ୍ତିର ରସ। ତେଣୁ ଯୁଗ ଯୁଗାନ୍ତର ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ। ତେଣୁ ତୁମର ପ୍ରଦୀପ କଣ ହଉଛି? ନା ଯୁଗ ଯୁଗାନ୍ତରର ଅନ୍ଧାରକୁ ଭେଦି ତୁମର ପ୍ରଦୀପ ହସୁଛି, ଆମ ପାଖକୁ ଆସୁଛି। ବୁଝିହେଲା?